ଦୀପଦାନ ହଉଥିଲା। ବହୁତ ଜଣ ଆସିଥିଲେ ଆମ ଇଣ୍ଡଷ୍ଟ୍ରିର ଆର୍ଟିଷ୍ଟ ଆଣ୍ଡ ମାନେ ମ୍ୟୁଜିକାଲ ଆର୍ଟିଷ୍ଟ ସମସ୍ତେ ପ୍ରାୟତଃ ଥିଲେ। ହ୍ୟୁମାନ ସାଗର ସାଥିରେ କାହାର କ'ଣ ରିଲେସନ୍ କେମିତି ଥିଲା ମୁଁ ଜାଣିନି। ମୋ ସାଥିରେ ଗୋଟେ ବନ୍ଧୁତ୍ୱର ପରିଚୟ ଥିଲା। ସବୁଦିନ ପାଇଁ ଆମେ ଦି ଜଣ ଭାଇ ଭାଇ ଭଳିଆ କଥାବାର୍ତ୍ତା ହଉ। ଇଭେନ୍ ଗଲାର 15 ଦିନ ପୂର୍ବରୁ ବି ଆମେ ଗୀତ କରିଥିଲୁ। ଅଧାରୁ ମୁଁ ତାକୁ କହିଥିଲି ଆଉ କରିବାନି, ସିଏ ଗୋଡ଼ ଫୋଡ଼ ଫୁଲି ଯାଇଥିଲା ସେଇ ଟାଇମ୍‌ରେ। ଏତେ ଜଲ୍ଦି ସିଏ ଛାଡ଼ିକି ପଳେଇଯିବ, ଇମାଜିନ୍ ବାହାରେ ଏଇଟା। ମୁଁ ଏବେ ଯାଏ ବି ସ୍ୱୀକାର କରିପାରୁନାହିଁ। ଆଉ ଭାବି ପାରୁନାହିଁ ଯେ ହ୍ୟୁମାନ ବିନା ମୋର ଗୀତ ଭାବି ପାରୁନି। କାହିଁକିନା ହ୍ୟୁମାନ ବିନା ମୋର ଗୀତ ଯୋଉଠି ବି ହ୍ୟୁମାନ ସାଗର ଥାଏ, ସାଗର ପ୍ରଧାନ ସେଇଠି ଥାଏ। ମାନେ ମୁଁ ଯଦି କହିବି ମୁଁ ବି ଆଜି ଗୀତ କରିଛି, ମୋ ଗୀତ ଯଦି ସେତିକି ପପୁଲାର ହେଇଥାଏ ବି ବିକଜ୍ ଅଫ୍ ହିମ୍। ବିକଜ୍ ସିଏ ଗୋଟେ ଏମିତି ଟିମ୍ବର, ତାର ଲୋ ଭେଲୋସିଟି ଆଉ ତାର ଗାୟିକୀ ଷ୍ଟାଇଲ୍। ସିଏ ବଲିଉଡର ଯେତିକି ପ୍ଲେବ୍ୟାକ୍ ସିଙ୍ଗର ଏଠି ଆମ ଓଡ଼ିଆରେ ଗାଉଥିଲେ ଗୋଟେ ଟାଇମ୍‌ରେ। ତ ତାଙ୍କୁ ବି ସିଏ ପଛରେ ପକେଇକି ଆମ ଇଣ୍ଡଷ୍ଟ୍ରି ସିଏ ରାଜ କଲା। ସମ୍ରାଟ ଥିଲେ ସିଏ। ମାନେ ଆମେ ଗୋଟେ ବାକ୍ୟରେ ଯଦି କହିବା ସିଏ ବେତାଜ ବାଦଶାହ ଆମ ଓଡ଼ିଶା ମ୍ୟୁଜିକ୍ ଇଣ୍ଡଷ୍ଟ୍ରି। ଆଉ ଆଜି କଷ୍ଟ ହଉଛି କିନ୍ତୁ କଷ୍ଟକୁ ସ୍ୱୀକାର କରିବାକୁ ପଡ଼ିବ। ଭଗବାନଙ୍କର ଯୋଉଟା ଉଦ୍ଦେଶ୍ୟ ଥାଏ ଆମେ ତ ସେଇଟା ସ୍ୱୀକାର କରିବା। ବହୁତ କିଛି କରିବାର ଥିଲା। ଆମେ ରେଗୁଲାର ଗୀତ କରୁଥିଲୁ। ମୁଁ ଏଇ ରିସେଣ୍ଟଲି ଆମେ ଫିଲ୍ମ ପାଇଁ କମ୍ପୋଜିସନ୍ କରୁଥିଲୁ। 2 ଜଣ ମିଶିକି କମ୍ପୋଜିସନ୍ ଫିଲ୍ମ ପାଇଁ କରୁଥିଲୁ। ତାର ମୋର ତ ସମସ୍ତେ ଜାଣିଛନ୍ତି ଇଣ୍ଡଷ୍ଟ୍ରିରେ ଯେ ଆମେ କ'ଣ କେମିତି ଗୀତ କରୁଥିଲେ। ଏତେ ଦୁଃଖ ଆଉ ଭିତରେ ଗୀତ କରିବାଟା ଏବେ ମତେ ମୋ ପକ୍ଷରେ ସମ୍ଭବପର ଲାଗୁନି। ଦିନେ ଯିଏ ହସଉଥିଲା, କନ୍ଦଉଥିଲା, ସିଏ ଏବେ ନୀରବ ବସି ଯାଇଛି। ଆଉ ଦୁନିଆରେ ନାହିଁ କିନ୍ତୁ ମନ ଭିତରେ ସାଇତିକି ଅଛି। ମନ ଭିତରେ ଦେଖ, ମନ ଭିତରେ ଆମର ଯେମିତି ଗୋଟେ ଭାବ ବଡିର ପାର୍ଟ ଗୋଟେ, ସିଏ ହୃଦୟର ପାର୍ଟ ସିଏ ଥିଲା, ତା ଗୀତ ଥିଲା। ହ୍ୟୁମାନ ସାଗର ଗୋଟେ ଏମିତି ଜଣେ ପ୍ରତିଭା, ସେଇଭଳି ପ୍ରତିଭା ବିଗତ ମାନେ 50 ବର୍ଷକୁ ଥରେ ଥରେ ଯଦି ଭଗବାନଙ୍କର ସେତିକି ଆଶୀର୍ବାଦ ଥାଏ ଇଣ୍ଡଷ୍ଟ୍ରିକୁ ଆସେ। ତ ଏବେ ଯୋଉ ହଠାତ୍ କି ଆମ ଇଣ୍ଡଷ୍ଟ୍ରି ପାଇଁ ଲସ୍, ସେଇଟା ସେ କ୍ଷତିର ପୂରଣ କଥା ଆମେ ଭାବିବା। ଯେତେବେଳେ ଆମେ ଭାବୁଛୁ ଏବେ କିଏ ଗାଇବ ଏଇ ଗୀତ କି ଯାହା ବି ବହୁତ ସିଙ୍ଗର ଅଛନ୍ତି, ବହୁତ ଭଲ ଭଲ ସିଙ୍ଗର ଅଛନ୍ତି। କିନ୍ତୁ କିଛି ସିଙ୍ଗର ଥାଆନ୍ତି ଯୋଉ ମ୍ୟୁଜିକ୍ ଡିରେକ୍ଟରଙ୍କ ପର୍ସନାଲ ଫେଭରାଇଟ୍ ଥାନ୍ତି। ମୋର ପର୍ସନାଲ ଫେଭରାଇଟ୍ ହ୍ୟୁମାନ ସାଗର ଫର୍ଷ୍ଟ ଡେ 0 ରୁ ଥିଲେ। ଡେ 1 ରୁ ମୁଁ ତାଙ୍କୁ ନେଇକି ସବୁବେଳେ କାମ କରୁଥାଏ। ଇଭେନ୍ ବହୁତ ଥର ବହୁତ ଅଲଗା ସିଙ୍ଗର ମାନେ କୁହନ୍ତି ଯେ ହ୍ୟୁମାନ ଭାଇ ସାଥିରେ ତମେ ଖାଲି ଗୀତ କର। ମୁଁ ଜାଣିନି କ'ଣ ପାଇଁ ତା ସାଥିରେ ମୋର ବଣ୍ଡିଙ୍ଗ ୱିଥ୍ ଗୋଟେ ଫ୍ରେଣ୍ଡସ୍ ଥିଲା। ଯୋଉ ମାନେ ଗୋଟେ ଏମିତିଆ ବନ୍ଧୁ ତାକୁ ଯେତେବେଳେ ସିଏ କିଛି ପ୍ରୋବ୍ଲେମରେ ପଡ଼େ ଆଗେ ସିଏ ମତେ ଫୋନ କରୁଥାଏ ଯେ ଭାଇ ଏଇଟା ମୋର ପ୍ରୋବ୍ଲେମ ହେଇଛି। ସିଏ ସମସ୍ତେ କହିଲେ ସିଏ ଡିପ୍ରେସନ, ଓଭର ଥିଙ୍କିଙ୍ଗ ଏସବୁ ଜିନିଷ ତାର ଥିଲା। ସିଏ ଯେତେବେଳେ ଫାଷ୍ଟ ବି ଡାୟଗ୍ନୋସିସ୍ ହେଲା ଯେ ସିଏ ଆମର ଡିପ୍ରେସନରେ ଥିଲା, ଆଙ୍ଗ୍ଜାଇଟି ଥିଲା ତାକୁ। ମୁଁ ତାକୁ ବହୁତ ବୁଝେଇଛି ବିକଜ ଅଫ୍ ମୁଁ ବି ମତଲବ ମାନେ ଆଇ ୱାଜ୍ ସଫର ଫ୍ରମ୍ ଦିସ୍। ମୁଁ ଯେତେବେଳେ ଆଙ୍ଗ୍ଜାଇଟିର ମାନେ ଶିକାର ହେଇଥିଲି, ମୁଁ ତାକୁ ମୋର ଯାହା ଥିଲା କେମିତି କ'ଣ ଚେଞ୍ଜେସ୍ ଆସିଲା ମୁଁ ତାକୁ ସମସ୍ତେ କୁହନ୍ତି ସିଏ ଆମ ହିନ୍ଦୁ ଧର୍ମକୁ ମାନେନି। ଗୋଟେ କଥା ଏମିତି କି ଜାଣିନାହାନ୍ତି ବୋଲି କହୁଛି, ହ୍ୟୁମାନ ସାଗରର ମୋର ଶ୍ରୀମଦ୍ ଭାଗବତ ଗୀତାର କଥା ଆଲୋଚନା କରୁ। ଆମର ଷ୍ଟୁଡିଓରେ ବି ବହୁତ ଜଣ ଜାଣିଛନ୍ତି। ମୁଁ ବହୁତ ଥର ଶ୍ରୀମଦ୍ ଭାଗବତ ଗୀତାର ବହୁତ ଅଂଶ ଗୁଡାକ ହ୍ୟୁମାନଙ୍କୁ କୁହେ, ହ୍ୟୁମାନ ସେଇଟା ବୁଝେ। ଆମମାନଙ୍କ ଭିତରେ ଗୋଟେ ହିନ୍ଦୁତ୍ୱର ଭାବ ଥିଲା ଯେ ଗୋଟେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଜିନିଷ ଏକ ଭାବୁଥିଲେ ଆମେ। କେତେ କଥା କେତେ କଣ୍ଟ୍ରୋଭର୍ସି, ମୁଁ କେବେ ସେଇଟା ମାନି ନଥାଏ, କେବେ ବି ଏବେ ବି ମାନିବିନି। କାହିଁକିନା ତାକୁ ମୁଁ ଅତି ପାଖରୁ ଦେଖିଥିଲି। ଏତେ ସୁନ୍ଦର ମଣିଷ, ଏତେ ଭଲ ହୃଦୟ, ଲାଇଫରେ ନୁହଁ ଏତେ ସୁନ୍ଦର ଭଲ ହୃଦୟ, ଏତେ ପ୍ରତିଭାବାନ ଲୋକକୁ ଆମେ ହରେଇଛେ। ଆମ ପାଇଁ କ୍ଷତି, ଆମ ଓଡ଼ିଶା ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ପାଇଁ କ୍ଷତି, ସାରା ଭାରତବାସୀ ଯେତିକି ମ୍ୟୁଜିକାଲ ଆର୍ଟିଷ୍ଟ ନୁହଁ ମାନେ ମ୍ୟୁଜିକକୁ ଭଲ ପାଉଥିବା ଲୋକ ଯୋଉ ଅଛନ୍ତି ତାଙ୍କ ପାଇଁ କ୍ଷତି। ତ ସେଇଟା ଅପୂରଣୀୟ। ସତ୍ସାହସ ମୋର ହଉନି ବି ଗୀତ କରିବାକୁ। ସମସ୍ତେ ସିନା କହୁଛନ୍ତି ହ୍ୟୁମାନ ସାଗର ଆଉ ଦୁନିଆରେ ନାହାନ୍ତି, ଚାଲି ଯାଇଛନ୍ତି, କିନ୍ତୁ ବହୁତ ଆଗରୁ ସିଏ ମନ ଭିତରୁ ଭାଙ୍ଗି ଯାଇଥିଲେ ଆଉ ମରିଯାଇଥିଲେ। ଏଇଟା କେତେ ଦେଖନ୍ତୁ, ଦୂର ଠିକ୍? ଆପଣ ଗୋଟେ କଥା ଦେଖନ୍ତୁ, ସମସ୍ତେ ଜାଣିଛନ୍ତି ତାଙ୍କର ଯିଏ ଧର୍ମପତ୍ନୀ ଥିଲେ ସିଏ ଡିଭୋର୍ସ କେସ୍ ହେଲା କି ଯାହା ବି କେସ୍ ହେଲା, ଗୋଟେ ପୁରୁଷର ଦୁଃଖ କେବଳ ସେ ପୁରୁଷ ହିଁ ବୁଝୁଥାଏ। ସେ ଯୋଉ ପେଟର୍ନ ଅଫ ଯୋଉ ହାରାସମେଣ୍ଟରେ ସିଏ ଶିକାର ହେଇଥାଏ ସେଟା କେବଳ ସିଏ ବୁଝିଥାଏ। ଆମେମାନେ ଜାଣିଛେ ହଁ ତା ସ୍ତ୍ରୀ ତାକୁ ଡିଭୋର୍ସ ଦବା କହିଲା, ତାକୁ ଇଏ ଟ୍ରଲ୍ କଲା, ଇଏ ବଗେରା ବଗେରା, ଜଗନ୍ନାଥଙ୍କ ଗୀତ ଗାଇଲାନି। ତା ଭିତରେ ସେ ପିଲାଟା କେତେ ସଫର ହଉଥିଲା ସେଇଟା କେବେ ଭାବିଥିଲେ? ଆମେ ବହୁତ ଥର ହ୍ୟୁମାନ ମୋର କଥା ହଉ, ହ୍ୟୁମାନ ମତେ ଥରେ କହିଲା ଭାଇ ସତରେ କଳାକାର ହବାଟା ବଡ ଭୁଲ ଜିନିଷଟା। ଆଉ ସିଏ ଯୋଉ ଲେଭେଲରେ ଥିଲା, ସିଏ ଯୋଉ ପ୍ରକାର ଷ୍ଟାର, ଯଦି କହିବି କମ୍ପ୍ଲିଟ ଷ୍ଟାର ହଉଛି ସିଏ। ତା ଲାଇଫ ଆପଣ ଦେଖନ୍ତୁ, କଣ୍ଟ୍ରୋଭର୍ସି ଅଛି, ସବୁ ଜିନିଷ ଅଛି, କମ୍ପ୍ଲିଟ ଷ୍ଟାର ସିଏ। ତ ମାନେ ଦୁଃଖ ତା ଜୀବନରେ ଏତେ ଥିଲା, ତାପରେ ବି ସିଏ ସମସ୍ତଙ୍କୁ ହସଉଥିଲା, ମିମିକ୍ରି କରିବ ସିଏ। ଇଭିନ୍ ଯଦି
ମାନେ କମ୍ପ୍ଲିଟଲି ଫିଜିକାଲି ବି ସେ କଷ୍ଟ ପାଉଥାଏ, ମେଣ୍ଟାଲି ତ ତାର ସବୁବେଳେ ଚାଲିଥାଏ। ସିଏ ଫିଜିକାଲି କଷ୍ଟ ପାଉଥିଲେ ମଧ୍ୟ ସେ ସମସ୍ତଙ୍କର ହସୁଥିଲା। ତ ନିଜକୁ ନେଇକିରି କାହାର ମିମିକ୍ରି କରିବା, କାହାକୁ କମେଡି କରିବା, ଏଇ ସବୁ ଜିନିଷ ସମସ୍ତେ ଜାଣିଛନ୍ତି ଏଇ କଥା। ଭାବ ତାର ମାନସିକତାଟା ଥାଏ ତା ଇନ୍ ଫ୍ରଣ୍ଟ ଅଫ ମାନେ ଯିଏ ଥାଏ ତା ଆଗରେ, ସିଏ ସବୁବେଳେ ତାକୁ ହସେଇବାକୁ ଚାହିଁଥାଏ। ଆଉ ଜୀବନଟା ସାରା ସିଏ ହସେଇ ହସେଇ ଅନ୍ୟକୁ ହସେଇ ହସେଇ ଝୁମେଇ ଝୁମେଇ ନଚେଇ ନଚେଇ ଲାଷ୍ଟରେ ସିଏ ଆମକୁ ଆମ ଆଖିରେ ନୁହଁ ଆମ ହୃଦୟ ମାନେ ଏମିତି କ୍ଷତ ଗୋଟେ ଭରେଇକି ଚାଲିଗଲା ଯୋଉଟା କେବେ ଆଉ କାଇଁ ଲାଗୁନି କରିବ ବୋଲି। କୁହନ୍ତି ଯେ ପୁରୁଷ ପୁଅ କେବେ କାନ୍ଦେନି ଆଉ ଯେତେବେଳେ କାନ୍ଦେ କିଏ ତାକୁ ଦେଖେନି, କିନ୍ତୁ ଆପଣ ଯେତେବେଳେ ତାଙ୍କ ସହିତ ଏତେ କ୍ଲୋଜ ଥିଲେ କେବେ ତାଙ୍କ କାନ୍ଦ ଦେଖିଛନ୍ତି? ସେ ଆପଣଙ୍କୁ କେବେ ସେଇ ଦୁଃଖ କହିଛନ୍ତି? କାନ୍ଦ ମୁଁ ଦେଖିଛି, ତା ସାଥିରେ ଯେତିକି ଜଣ ସେଇଭଳିଆ ମିଶିଛନ୍ତି ସେ ଦେଖିଛନ୍ତି ତା କାନ୍ଦ। ବଟ୍ ତା କାନ୍ଦରେ ବି ଗୋଟେ ନା ଏମିତି ମିଠାସ୍ ଥିଲା। ସେ କାନ୍ଦ ଗୋଟେ ସେକେଣ୍ଡର କାନ୍ଦ ଥିଲା। କାନ୍ଦିକି ତାପରେ ଚାଲ ଭାଇ ଚାଲ। ତାର ସେ ଗମ୍ଭୀର ସ୍ୱରରେ ସେ ଯୋଉ କହିବ ହ୍ୟୁମାନ ସାଗର ତାପରେ। ବି କାନ୍ଦୁଥିଲେ? ଆଜ୍ଞା ଦେଖୁନ ସେ ତ ମଣିଷ ଆଉ କଣ କାଇଁ ରକ୍ତ ମାଂସ ହାଡରେ ଗଢା ମଣିଷ କାଇଁ କାନ୍ଦିବନି ସିଏ। ମନ ଭିତରେ ବହୁତ ଦୁଃଖ ଥିଲା କିନ୍ତୁ ଦେଖିଲା ବେଳକୁ ବହୁତ ସମସ୍ତେ ଦୁଃଖ ଥିଲା ହସିଲେ। କିନ୍ତୁ କାହାକୁ ଜଣେଇବାକୁ ଦବ କାହାକୁ ଜଣେଇବାକୁ ଦଉନଥିଲା। ଇଭିନ୍ ସିଏ ଯେତେବେଳେ ଗୀତ ଡବ୍ କରୁଥାଏ ତା ମାଇଣ୍ଡରେ କଣ ଚାଲିଥିବ ସିଏ ସେଟାକୁ ବାହାର କରିଦିଏ। ସେ ବୁଥ୍ ଭିତରକୁ ଗଲା ମାନେ କମ୍ପ୍ଲିଟଲି ଗୋଟେ ସିଙ୍ଗର। କେବଳ ଗୀତ ଗାଇବ। ମାନସିକ କେତେ ପରେଶାନୀ ତାର ଭିତରେ ମାନେ ମାନସିକ ଦୁଶ୍ଚିନ୍ତାର ପୁରା ଭର୍ତ୍ତି ହେଇଥିବା ସେ ପିଲାଟା ଥିଲା। ସ୍ତ୍ରୀ ଯାହା ପାଖରେ ନାହିଁ, ତାକୁ ବୁଝେଇବା ବାଲା ଜଣେ ନାହିଁ। ମା ଥିଲେ ସେତେବେଳେ ଥିଲେ ତାଙ୍କର ଟିଟିଲାଗଡ଼ରେ ଥିଲେ, ଇଏ ତ ଏଇଠି ରହୁଥିଲା। ଯାହା ଏଠି ଯାହାର ସାଙ୍ଗସାଥି ଯାହା ଯେତିକି ଥିଲେ। କେହି ମାନେ ଆମେମାନେ କେବେ ବି ବୁଝିପାରିଲୁନି ଯେ ପିଲାଟା ଭିତରେ ଏତେ କଷ୍ଟ ଥିଲା। ସିଏ ମୋର ଏତେ ମାନେ କ୍ଲୋଜ ଥିଲା। ମୁଁ ଜାଣି ପାରୁଥାଏ, ବୁଝି ପାରୁଥାଏ, ଆମେ ଡିସ୍କସନ କରୁଥାଏ ଯେ ମାନେ ତାର ମେଣ୍ଟାଲି ସେ କେତେ ହାରାସ ହେଇଛି। ଏମିତି କି ଯେ ପ୍ରୋବ୍ଲେମରୁ ସଫର ହେଲା ପରେ ସେ ଏଇଆ ହବ ତା ସାଥିରେ। ଆଉ ଏମିତି ଗୋଟେ ଟାଇମରେ ସେ ଆମକୁ ଛାଡି ଚାଲିଯିବ ଯୋଉ ଟାଇମରେ ଆମେ ଗୀତ କରିବାକୁ ଭାବିବାକୁ ବର୍ତ୍ତମାନ ଅସମ୍ଭବ ଭଳିଆ ଲାଗୁଛି। ଯେତେବେଳେ ସେ ଇଣ୍ଡଷ୍ଟ୍ରିକି ଆସିଥିଲେ ଏତିକି ସବୁ ବାହାରୁ ସିଙ୍ଗର ଆସୁଥିଲେ, ସମସ୍ତେ ଆସିବା ବନ୍ଦ କରିଦେଇଥିଲେ। ଦେଖ ସିଏ ତା ଟିମ୍ବରଟା ଏମିତିକା ଥିଲା ଗୋଟେ କମ୍ପ୍ଲିଟ ପ୍ଲେବ୍ୟାକ୍ ସିଙ୍ଗର। ଆମର ଓଡ଼ିଶାରେ ଯେତେବେଳେ ଆଲବମ୍ ଚାଲିଥିଲା ବି ବଲିଉଡର ସିଙ୍ଗର ମାନେ ଆସୁଥିଲେ। ଆଲବମ୍ ପରେ ବି ଫିଲ୍ମ ଚାଲିଲା। ଆମର ବହୁତ ଟପ୍ କ୍ଲାସ୍ ମ୍ୟୁଜିକ୍ କମ୍ପୋଜର ମାନେ ବି ସେଇ ଆମର ବଲିଉଡ ସିଙ୍ଗର ମାନଙ୍କୁ ଆଣୁଥିଲେ। କିନ୍ତୁ ଗୋଟେ ଟାଇମ ଦେଖ ଆସିଲା ଏମିତିକା କମ୍ପ୍ଲିଟଲି ସିଏ ପ୍ରେମା ସାର୍ ଯେତେବେଳେ ତାକୁ ଗୋଟେ ଗୀତ ଦେଇଥିଲେ, ସେ ଗୀତରେ ତା ଟିମ୍ବର ଯେମିତି ଭାବିଲେ ଆମକୁ ଗୋଟେ ନୂଆ ଟିମ୍ବର ମିଳିଲା, ଫ୍ରେଶ ଲାଗିଲା। ଫ୍ରେଶ ସହ ଆମକୁ ଲାଗିଲା ବଲିଉଡ ସିଙ୍ଗରଠୁ ଭଲ। ତ ତାପରେ ତାର କଣ୍ଟିନ୍ୟୁଟି ଚାଲିଲା। ଆଉ ଦେଖନ୍ତୁ ୟୁଟ୍ୟୁବରେ ସିଏ ଏମିତି ଛାଇଗଲା ଯେ ଗୋଟେ ଗାଁରୁ ବି ଯଦି କିଏ ଗୋଟେ ଲୋକ ଆସିଥିବ ସିଏ ପ୍ରଡ୍ୟୁସ କରିଦଉଥାଏ। ହ୍ୟୁମାନ ସାଗର ପାଇଁ ବିକଜ ତାର ଗୋଟେ ମାଇଣ୍ଡରେ ଥିଲା ହ୍ୟୁମାନ ସାଗର ଗାଇବ ମାନେ ମୋ ଗୀତ ହିଟ୍ ହବ, ମିଲିୟନ ଭ୍ୟୁଜ ଆସିବ। ଯେ ଏଇ ସବୁ ଜିନିଷ ତା ମାଇଣ୍ଡରେ ଥାଏ। ସେ ଗାଁରୁ ଆସିକି ପ୍ରଡ୍ୟୁସ କରିଥାଏ। କେତେ ଗୀତ ହେଇଛି ତ ଏଇ ଯୋଉ ସିଏ ପ୍ରଡ୍ୟୁସ କରୁଥିଲା ଛୋଟ ପିଲାଟା ଗୋଟେ ଗାଁରୁ ଆସିକି ଷ୍ଟୁଡିଓ ବି ଲାଭବାନ ହଉଥିଲା, କମ୍ପୋଜର ବି ଲାଭବାନ ହଉଥିଲା, ଲିରିସିଷ୍ଟ ଲାଭବାନ ହଉଥିଲା। ତ ସିଏ ସମସ୍ତଙ୍କ ପେଟକୁ ଦାନା ବି ଦେଇଛି। ଆଉ କଣ ସେମିତି ରିପ୍ଲେସମେଣ୍ଟ ହେଇପାରିବ? ରିପ୍ଲେସମେଣ୍ଟର କଥା ତ କହିବାନି, ସେଟା ଭଗବାନ ଜାଣନ୍ତି। ମୁଁ ଗୋଟେ କଥା କହିବି, ତା ଭଳିଆ ମଣିଷ ଭଲ ସହୃଦୟୀ ଥିବା ମଣିଷଟା ଯାହାର ହୃଦୟ ଏତେ ସୁନ୍ଦର, ମାନେ ମୁଁ ଯଦି କହିବି ତା ହୃଦୟର କଥା, ସିଏ ବା ମାନେ ଗୋଟେ ଗରିବ ଲୋକକୁ ଦେଖିଲେ ତା ଗାଡିରେ ଯାଉଥିବ ଯଦି ସିଏ ଛିଡା ହେଇକି ଯାଇକି ତା ଗୋଡରେ ହାତ ମାରିବ, ପଇସା ଦବ। ଏଇଭଳିଆ ଜିନିଷ ମୁଁ ଦେଖିଛି, ତା ସାଥିରେ ରହିକି ଦେଖିଛି। ଆମେ ବୁଲାବୁଲି ଯୋଉଠିକି ବି ଯାଉ ମୁଁ ଦେଖିଛି। ତ ସେ ଭଳିଆ ପିଲାକୁ ବହୁତ କଣ୍ଟ୍ରୋଭର୍ସିରେ ଶିକାର ହେଲା, ଡିପ୍ରେସନରେ ଶିକାର ହେଲା। ତାପରେ ଯାହା ଭଗବାନ ତାକୁ ମେ ବି ଛଡେଇ ନେଲେ, ତାକୁ ଭଗବାନ ଚାହିଁଲେନି ମୁଁ ଆଉ କଷ୍ଟ ଦେବିନି। ଏ ପିଲାଟା ହୃଦୟରୁ ବହୁତ ଭଲ। ମୁଁ ଏଇ ଜିନିଷଟା ଏବେ ଭାବୁଛି। ଶେଷ ଥର ଆପଣ କେବେ ଦେଖା ହେଇଥିଲେ? ହଁ ମୁଁ ତା ସାଙ୍ଗରେ କଥା ହେଇଥିଲି ଏଇ ବିଫୋର 8 to 10 ଡେଜ୍ ହେଲା କଥା ହେଇଥିଲି। ମେଡିକାଲରେ ଆଡମିଟର କିଛି ଦିନ ପୂର୍ବରୁ କଥା ହେଇଥିଲି। ଇଭିନ୍ ମୋର ଗୋଟେ ଗୀତ ସିଏ ଅଧା ଗାଇକି ଯାଇଛି। ଗୋଟେ ଗୀତ ଅଧା ଗାଇକି ଯାଇଛି। ସେ କହିଛି ଆସିକି ଗାଇବ। 16 ତାରିଖ ଦିନ ଆମେ ଡବିଂ ଡେଟ୍ ବି ରଖିଥିଲୁ। କିନ୍ତୁ 17 ତାରିଖ ଦିନ ସିଏ ପଳେଇଲା। ତା ଆଗରୁ 3-4 ଦିନ ପୂର୍ବରୁ ଯାହା ଘଟଣା ଘଟିଲା ଆମେ ସବୁ ଜାଣିଲୁ ଯେ ଆମେ ଜାଣିଲୁ 16 ତାରିଖ ମୋର ହେଇପାରିବନି। କିନ୍ତୁ ଅଧିକାଂଶ ହୁଏ ସିଏ ଡେଟ୍ ଦେଇକି ଆସେନି, କି ଡେଟ୍ ଦେଇକିରି ପ୍ରୋବ୍ଲେମ ଏମିତି ଘଟଣା ଘଟିଯାଏ। ମାନେ ଏମିତି ସିଚୁଏସନ ଘଟିଛି ସିଏ ଏଇ କିଛି ଦିନ ଆଗରୁ କହିଛି ମୋର ଗୀତ ଗାଇ ନଥିଲା ନା ମୁଁ ସାଗର ଆଇର ଗୀତ ଗାଇବି, ମୁଁ 2 ଥର ଗୀତ କ୍ୟାନସଲ କରିଛି, 16 ତାରିଖ ଗାଇବି। କିନ୍ତୁ ସିଏ 16 ତାରିଖ ମାନେ ଏମିତି 16 ତାରିଖ ଗୋଟେ ହେଇଗଲା, 17 ତାରିଖ ଯୋଉ ତାର ଡେଥ୍ ହେଲା। ତ ଆଉ ଜୀବନ ସାରା ପାଇଁ ଗୋଟେ କ୍ଷତ ରହିଗଲା ଆଉ। ସେ ଯେତେବେଳେ କି ଆପଣ ଖବର ପାଇଥିଲେ, କେମିତି ଖବର ପାଇଥିଲେ? ଫୋନ ମୁଁ ମାଧ୍ୟମରେ ନା ଥିଲି ଆକ୍ଚୁଆଲି ମୁଁ ଏମ୍ସରେ ଥିଲି, ଆସିଥିଲି। ମୁଁ ଘରେ ପହଞ୍ଚିଛି ତ ମତେ ପୁଣି କଲ୍ ଆସିଲା। ମୁଁ ସେ ବିଶ୍ୱାସ କରିପାରିଥିଲେ?
ଦେଖ ବିଶ୍ୱାସ କଥା ତ ଅଲଗା, ସକ୍ ଗୋଟେ ତ ଲାଗିଲା ବିକଜ ମୁଁ ସେଇଠି ଥିଲି ନା, ମୁଁ ଦେଖୁଥିଲି ତାର ଅବସ୍ଥା କେମିତି ସେ ଟାଇମରେ ଥିଲା। ମାନେ ଯୋଉ ତାର ମଲ୍ଟିପଲ ଅର୍ଗାନର ରିଆକ୍ସନ ତା ବଡି ଉପରେ କଣ ଚାଲିଥିଲା, ବିପି ସବୁବେଳେ ଫଲ୍ କରୁଥିଲା, ମୁଁ ଥିଲି ସେଇପଟେ। ତ ମାଇଣ୍ଡରେ ଗୋଟେ ଥିଲା, ଗୋଟେ ନେଗେଟିଭ ଥଟ୍ ଥିଲା ମୋର, କିନ୍ତୁ ଗୋଟେ ପଜିଟିଭ ଭାଇବ୍ ଥିଲା, ଭଗବାନଙ୍କର ଗୋଟେ ଆଶୀର୍ବାଦ ମିରାକଲ ଗୋଟେ ଥିଲା ଯେ ଏମିତି କିଛି ହବ, ହ୍ୟୁମାନ ପୁଣି ଆମ ପାଖକୁ ଫେରି ଆସିବ, ବିକଜ ସେ ଲୋକଟା ସେମିତିଆ ଥିଲା ନା। ପ୍ରଭୁ ଜଗନ୍ନାଥଙ୍କୁ କଣ କହିବେ ତାଙ୍କ ପାଇଁ? ଜଗନ୍ନାଥଙ୍କୁ ମୁଁ ଏତିକି କହିବି ଯେ ସିଏ ଯୋଉଠି ଥାଉ, ଖୁସିରେ ଥାଉ। ଆମକୁ କୋଉ ନା କୋଉ ମାଧ୍ୟମରେ ସିଏ ସବୁବେଳେ ଆସିକି ପ୍ରେରଣା ଦଉଥାଉ, ଭେଟୁଥାଉ। ସେ ଗୀତ ମାଧ୍ୟମରେ ହଉ କି ତାର କଥାବାର୍ତ୍ତା ମାଧ୍ୟମରେ ହଉ, ତାର ସେ ହସ ହସ ମୁହଁ ଆଉ ତାର ଯୋଉ କଥାବାର୍ତ୍ତା ଜୀବନ ସାରା ଆମେ ମିସ୍ କରିବୁ। ଯିଏ ତା ସାଥିରେ ମିଶିଛି ସେ ତ ହ୍ୟୁମାନ ସାଗରକୁ ଜାଣିଛି। ହ୍ୟୁମାନ ସାଗର ହଉଛି ଗୋଟେ ବ୍ରାଣ୍ଡ, ମାନେ ବହୁତ ବଡ ଏରା। ସେଲିବ୍ରିଟି। ହ୍ୟୁମାନ ସାଗର ଏରା ସେଇଟା ଗୋଟେ ଥିଲା।